ଆଜି ଦେଖିବା ଆମର ଭେଜ୍ ତଡ଼କା କେମିତି ପ୍ରସ୍ତୁତ ହୁଏ। ତାହେଲେ ଆସନ୍ତୁ ଦେଖିବା ଆମ ହୋଟେଲ ହାଣ୍ଡିଶାଳାରେ କେମିତି ଭେଜ୍ ତଡ଼କା ପ୍ରସ୍ତୁତ ହୁଏ। ତାହେଲେ ଲେଟ୍ କାହିଁକି, ଆସନ୍ତୁ ଦେଖିବା। ଏଥିରେ କଣ ପକାଇବା କଥା ପକାଅ। ତେଲରେ ଶୁଖିଲା ଲଙ୍କା ପଡ଼ିଲା, ଗରମ ହେଲା ପରେ ଜିରା, ଗୋଟା ଜିରା ଏବଂ କିଛି ରସୁଣ ଅଦା କିମା ରେଡି। ପିଆଜ କିମା ଭଲ କିନା ତାକୁ ଭାଜିବାକୁ ପଡିବ, ଟିକେ ବ୍ରାଉନ କଲର ଆସିଲା ପର୍ଯ୍ୟନ୍ତ। ସେ ବ୍ରାଉନ କଲର ପଡି ଆସିଲାଣି, ଆଉ ଟିକେ ସମୟ ଲାଗିବ। ବର୍ତ୍ତମାନ ପିଆଜ ହେଇଗଲା, ତାପରେ ରସୁଣ ଅଦା ପେଷ୍ଟ ପଡିବ। ମତେ ଟିକେ ଭାଜିବାକୁ ପଡିବ। ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଟମାଟୋ ଛୋଟ କଟା ଯାଇଥିବା କିଛି ଅଳ୍ପ ପରିମାଣର। ଟିକେ ଅଧିକା ହେଲା ତାହେଲେ ତଡ଼କା ଟିକେ କଟା ଆସିପାରେ। ଗରମ ପାଣି ପଡିଲା, ମସଲାଟା ଭଲ ଟିକେ କଷିବ, କଷିଲେ ତାର ସ୍ୱାଦଟା ବାହାରିବ। ବର୍ତ୍ତମାନ ଯୋଉ ବଏଲ ହେଇଥିଲା ତଡ଼କା ସବୁ ପଞ୍ଜାବୀ ମିଶିକି ସେଇଟା ବର୍ତ୍ତମାନ ପଡିଲା। ଗରମ ପାଣି ଦେଇଦବା। ବର୍ତ୍ତମାନ ବନ୍ଧୁମାନେ ତଡ଼କା ରେଡି ହବା ଉପରେ। ଆଉ ଟିକେ ଆପଣ ମାନେ ଜାଣିଥିବେ ମା ହାଣ୍ଡିଶାଳ ହୋଟେଲ ସଦାବେଳେ ଦେଶୀ ଜିନିଷ ଉପରେ ଭରସା କରେ। କମ ତେଲ ମସଲାରେ କେମିତି ସୁସ୍ୱାଦ ଖାଦ୍ୟ ହେଇପାରିବ ସଦାବେଳେ ଚେଷ୍ଟା କରୁ। ବର୍ତ୍ତମାନ ରେଡି ହବା ଉପରେ। ଟାଇମ ଟିକେ ଲାଗିବ, ଅଳ୍ପ ଟାଇମ ଲାଗିବ। ବର୍ତ୍ତମାନ ଧନିଆ ପତ୍ର ପଡିବ, ତଡ଼କା ରେଡି। এটা ଗରମ ମସଲା, ଦେଶୀ ମସଲା ବଟା, ଧନିଆ ପତ୍ର। ବର୍ତ୍ତମାନ ରେଡି ହେଇଗଲା ଆମର ତଡ଼କା। ବନ୍ଧୁମାନେ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଇନଷ୍ଟାରେ ଫଲୋ ମାରନ୍ତୁ, ଫେସବୁକରେ ବି ଫଲୋ ମାରନ୍ତୁ। ଆମର ଆଇଡି ନେମ୍ ହେଲା ଗୋଟିଏ, ହୋଟେଲ ମା ହାଣ୍ଡିଶାଳ ନୟାଗଡ଼। ରହିଲି, ଜୟ ଜଗନ୍ନାଥ।